ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବଡ଼ ଧରଣର ଆକ୍ରମଣ। ଜାତୀୟ ରାଜପଥରେ ବସ୍ ଅଟକାଇ ଯାତ୍ରୀଙ୍କ ପରିଚୟପତ୍ର ଯାଞ୍ଚ କଲେ ବନ୍ଧୁକଧାରୀ ଦୁର୍ବୃତ୍ତ। ଏହାପରେ 23 ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପାକିସ୍ତାନର ପ୍ରମୁଖ ଖବରକାଗଜ ଡନ୍ ରିପୋର୍ଟ ଅନୁଯାୟୀ ସଶସ୍ତ୍ର ଦୁର୍ବୃତ୍ତମାନେ 10ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ମୃତକମାନେ ସମସ୍ତ ପଞ୍ଜାବ ପ୍ରଦେଶର ବୋଲି ଜଣାପଡ଼ିଛି। ପରେ ସହକାରୀ କମିଶନର ନଜିବ କାକର କହିଛନ୍ତି ଯେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ପାକିସ୍ତାନର ପଞ୍ଜାବ ପ୍ରଦେଶର। ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଟଗି ଏହି ଆକ୍ରମଣକୁ ଆତଙ୍କବାଦ କାର୍ଯ୍ୟକ୍ରମ ବୋଲି ନିନ୍ଦା କରିଛନ୍ତି। ସେ ପୀଡ଼ିତା ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି। ବ୍ୟୁରୋ ରିପୋର୍ଟ, ମନ୍ଦିରା ଟିଭି।